କେବଳ ଲୋକମାନଙ୍କର ଜୟଧ୍ୱନି ଶବ୍ଦରେ ଓ ସାଉଣ୍ଡ ଅଫ୍ ଟ୍ରମ୍ପେଟ୍ସ ତୁରି ଧ୍ୱନି ଶୁଣି ପ୍ରାଚୀନ କାଳରେ ସବୁଠାରୁ ଷ୍ଟ୍ରଙ୍ଗେଷ୍ଟ ମହାନଗରର ପ୍ରାଚୀର ପଡ଼ି ସମଭୂମି ହେଲା, ଭାଙ୍ଗି ପଡ଼ିଲା କି? ଶତାବ୍ଦୀ ଧରି ବାଇବଲର କ୍ରିଟିକ୍ସ ମାନେ ଜିରିହ ପ୍ରାଚୀର ପତନ ବିଷୟରେ ଉପହାସ କରୁଥିଲେ। ସେମାନେ କହୁଥିଲେ ଯେ ଏହା କେବଳ ଗୋଟିଏ କଳ୍ପିତ କାହାଣୀ। ମଣିଷମାନେ ଚିତ୍କାର କଲେ ବା ତୁରି ବଜାଇଲେ ଏତେ ଷ୍ଟ୍ରଙ୍ଗେଷ୍ଟ ପ୍ରାଚୀର କେମିତି ଭାଙ୍ଗି ପଡ଼ିବ ବୋଲି ସେମାନେ ଲଜିକାଲ ଆର୍ଗ୍ୟୁମେଣ୍ଟ କରିଥିଲେ। କିନ୍ତୁ ଆଧୁନିକ ଆର୍କିଓଲୋଜିଷ୍ଟ ମାନେ ସତ୍ୟରେ ସେହି ପ୍ରାଚୀନ ଜିରିହ ସହରକୁ ଏକ୍ସବିଟ୍ କରି ବାହାର କରିଥିବା ବେଳେ ସେଠାରେ ମିଳିଥିବା ପ୍ରମାଣ ଗୁଡ଼ିକ ଏକ୍ସାକ୍ଟଲି ବାଇବଲ କହିଥିବା ପରି ଥିଲା। ବୁକ୍ ଅଫ୍ ଜୋଶୁଆ ଅନୁସାରେ ଜର୍ଦାନ ରିଭରକୁ କ୍ରସ୍ କରିବା ପରେ ଜିରିହ ସହରକୁ ଜୟ କରିବା ପାଇଁ ପରମେଶ୍ୱର ଜିହୋଶୁଆଙ୍କୁ ଗୋଟିଏ ଅଜଣା ଯୁଦ୍ଧ ଷ୍ଟ୍ରାଟେଜି ଦେଇଥିଲେ। If we see from a military perspective, it seems to have no logical explanation. ସେନା ଦୃଷ୍ଟିକୋଣରେ ଦେଖିଲେ ସେଥିରେ କୌଣସି ଲଜିକାଲ ଏକ୍ସପ୍ଲେନେସନ୍ ନଥାଏ। ପରମେଶ୍ୱର ଯୋଶୁଆଙ୍କୁ ଆଜ୍ଞା ଦେଇଥିଲେ ଯେ ଅସ୍ତ୍ର ଶସ୍ତ୍ର ବା ତୋପମାନଙ୍କୁ ବ୍ୟବହାର ନ କରି କେବଳ ବାଇ ମାର୍ଚିଂ ଆରାଉଣ୍ଡ ଦି ସିଟି ଜିରିହ ସହରକୁ ଜୟ କରିବା। 6 ଦିନ ପର୍ଯ୍ୟନ୍ତ ଯୋଦ୍ଧା ଓ 7 ଜଣ ଯାଜକ ମେଷସିଂହର ତୁରି ଧରି ପରମେଶ୍ୱରଙ୍କ ସିନ୍ଦୁକରେ ଅଗ୍ରସର ହୋଇ ଜିରିକୋ ସହରକୁ ପ୍ରତିଦିନ ଗୋଟେ ଥର କରି ସାଇଲେନ୍ସରେ ବେଷ୍ଟନ କରିବେ। ସପ୍ତମ ଦିନ ସେମାନେ ସେହି ସହରକୁ 7 ଥର ଘୂରିବେ, ଯେପରି ବୁକ୍ ଅଫ୍ ଜୋଶୁଆରେ ଲେଖାଯାଇଛି। ଶେଷରେ ଜୋଶୁଆ ଆଜ୍ଞା ଦେଲେ। ତାପରେ ଏକ ଅସମ୍ଭବ ଅଦ୍ଭୁତ କାର୍ଯ୍ୟ ଘଟିଲା। ଜିହୋଶୁଆ 6:20 ଏହି ପ୍ରକାର ଲେଖାଯାଇଅଛି, ଲୋକମାନେ ଜୟ ଧ୍ୱନି କଲେ ଓ ଯାଜକମାନେ ତୁରି ବଜାଇଲେ। ପୁଣି ଲୋକମାନେ ତୁରି ଧ୍ୱନି ଶୁଣି ମହାଧ୍ୱନିରେ ଜୟ ଧ୍ୱନି କରନ୍ତେ ପ୍ରାଚୀର ପଡ଼ି ସମଭୂମି ହେଲା। ତେଣୁ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ। ପରେ ସେମାନେ ସେହି ସହରକୁ ଅଗ୍ନିରେ ଜଳାଇ ଦେଲେ, ଯେପରି ଜିହୋଶୁଆରେ ଜିରିହ ବିଷୟରେ ଲେଖାଯାଇଛି। ଇସ୍ରାଏଲର ସ୍ପାଇମାନଙ୍କୁ ଲୁଚାଇଥିବା ରାହାବଙ୍କ ଘର ଛାଡ଼ି ଅନ୍ୟ ସବୁକିଛି ନଷ୍ଟ ହୋଇଗଲା। ଏହି କାହାଣୀକୁ ଦେଖି ବହୁ ବର୍ଷ ଧରି ହିଷ୍ଟୋରିଆନ ମାନେ କଳ୍ପିତ କାହାଣୀ ବୋଲି କହୁଥିଲେ, କିନ୍ତୁ ଟେଲାସ ସୁଲତାନ ନାମକ ସ୍ଥାନରେ ଆର୍କିଓଲୋଜିଷ୍ଟ ମାନେ ଏକ୍ସକଭେସନ କାମ ଆରମ୍ଭ କରିବା ପରେ ଏହା କଳ୍ପିତ କାହାଣୀ ନୁହେଁ ବୋଲି ଜାଣିବାକୁ ପାଇଲେ। ପ୍ରାଚୀନ ଜେରିକୋ ସହରର ସ୍ଥାନ ଟେଲାସ ସୁଲତାନରେ ହୋଇଥିବା ଆର୍କିଓଲୋଜିକାଲ ଏକ୍ସକଭେସନ କ୍ରିଟିକ୍ସ ମାନଙ୍କର ମୁହଁ ବନ୍ଦ କରିଦେଲା। 1930 ସେଞ୍ଚୁରୀରେ ବ୍ରିଟିଶ ଆର୍କିଓଲୋଜିଷ୍ଟ ଜନ୍ ଗାରଷ୍ଟାଙ୍ଗ ଓ ପରେ ଇଟାଲିଆନ ଦଳମାନେ କରିଥିବା ଏକ୍ସକଭେସନ ମିଳିଥିବା ପ୍ରମାଣ ଗୁଡ଼ିକୁ ଏକ୍ସାକ୍ଟଲି ବାଇବଲର ବର୍ଣ୍ଣନା ସହିତ ମ୍ୟାଚ୍ କରିଛି। ଜିରିହ ସହରର ସୁରକ୍ଷା ପ୍ରାଚୀର ଗୁଡ଼ିକ ବହୁତ ଶକ୍ତିଶାଳୀ ଓ ଭୟଙ୍କର ଭାବରେ ନିର୍ମିତ ଥିଲା। ତଳେ ଗୋଟିଏ ବଡ଼ ପଥରର ପୁନାଦି ୱାଲ୍ ଥିଲା। ସେହି ପଥର ୱାଲ୍ ଉପରେ ଉଚ୍ଚ ମାଟିର ଇଟା ତିଆରି ହୋଇଥିଲା। ଆଉ ଗୋଟିଏ ୱାଲ୍ ଥିଲା ଯାହା ପ୍ରାଚୀର ଜେରିକୋ ସହରର ସୁରକ୍ଷା ପାଇଁ ନିର୍ମିତ ଥିଲା। ସାଧାରଣତଃ ଶତ୍ରୁମାନେ ୱେପନ୍ସ ବା ଫୋର୍ସ ସହିତ ଆକ୍ରମଣ କଲେ ଏପରି ୱାଲ୍ ଭିତର ପଟେ ପଡ଼ିଯାଏ, ଅର୍ଥାତ୍ ସାଧାରଣତଃ ସେହି ୱାଲ୍ସ ଭିତର ପଟକୁ ଭାଙ୍ଗି ପଡ଼ିଥାଏ। କିନ୍ତୁ ବୈଜ୍ଞାନିକମାନେ ସେହି ସ୍ଥାନକୁ ଦେଖିବା ବେଳେ ଆଶ୍ଚର୍ଯ୍ୟ ହୋଇଥିବା କଥା ହେଲା, ଜିରିହ ସହରର ପ୍ରାଚୀର ବାହାର ପଟକୁ ଭାଙ୍ଗି ପଡ଼ିଥିଲା। All those bricks fell down and formed something like an earthen ram. ବୈଜ୍ଞାନିକମାନଙ୍କ ଅନୁମାନ ଅନୁସାରେ ସେହି ଅଞ୍ଚଳରେ ଗୋଟିଏ ବିଶାଳ ଭୂମିକମ୍ପ ଘଟିଥିଲା। ଇସ୍ରାଏଲାଇଟ୍ସ ମାନେ ତୁରି ଧ୍ୱନି କରିଥିବା ସେହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ପରମେଶ୍ୱର ସେହି ଭୂମିକମ୍ପ ଆଣି ଜିରି ସହରର ପ୍ରାଚୀର ଗୁଡ଼ିକ ଭାଙ୍ଗି ପକାଇଦେଲେ। ସେହି ପ୍ରାଚୀର ଗୁଡ଼ିକ ଭାଙ୍ଗି ପଡ଼ିବା ମାତ୍ର ନୁହେଁ, ଜିହୋଶୁଆରେ ଥିବା କଥା 100% ଐତିହାସିକ ସତ୍ୟ ବୋଲି ପ୍ରମାଣ କରିବା ପାଇଁ ଆର୍କିଓଲୋଜିଷ୍ଟ ଆଉ 2ଟି ଅଦ୍ଭୁତ ପ୍ରମାଣ ଆଣିଲେ। ପ୍ରଥମ ପ୍ରମାଣ ହେଉଛି ଭାଙ୍ଗି ପଡ଼ିଥିବା ଘରମାନଙ୍କ ଭିତରେ ବଡ଼ ବଡ଼ ମାଟିର କୁଣ୍ଡା ଗୁଡ଼ିକ ଧାନରେ ପୁରା ଭରିଥିବା ଅବସ୍ଥାରେ ମିଳିଲା। ପ୍ରାଚୀନ କାଳର ଯୁଦ୍ଧ ଗୁଡ଼ିକରେ ଧାନର ମୂଲ୍ୟ ସୁନା ସମାନ ଥାଏ। ସାଧାରଣତଃ କୌଣସି ଶତ୍ରୁ ଗୋଟିଏ ସହରକୁ ଜୟ କଲେ ପ୍ରଥମେ ସେଠାରେ ଥିବା ଖାଦ୍ୟ ଓ ଧାନ୍ୟକୁ ଲୁଟି ନେଇଥାନ୍ତି। କିନ୍ତୁ ଜିରିହ ସହରରେ ମିଳିଥିବା ଧାନ୍ୟକୁ କେହି ଛୁଇଁ ନଥିଲେ, କାହିଁକି ନା ଜିହୋଶୁଆ 6:17 ଓ 18 ପଦରେ ପରମେଶ୍ୱର ସ୍ପଷ୍ଟ ଭାବରେ ଆଜ୍ଞା ଦେଇଥିଲେ, ମାତ୍ର ନଗର ଓ ତମ୍ୟଦସ୍ତ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। ଅର୍ଥାତ୍ ଜେରିକୋ ସହରରେ ଥିବା କିଛି ମଧ୍ୟ ନିଜ ପାଇଁ ନେବାକୁ ମନା କରାଯାଇଥିଲା। କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ
ଜୀବିତ ରହିବେ, କାରଣ ସେ ଆମମାନଙ୍କ ପ୍ରେରିତ ଦୂତମାନଙ୍କୁ ଲୁଚାଇ ରଖିଥିଲେ। ଆଉ ତୁମେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣମାନଙ୍କୁ କୌଣସି ମତେ ରକ୍ଷା କରିବ, ନହିଲେ କେଜାଣି ତୁମେମାନେ ତାହା ବର୍ଜିତ କଲାଉ ଥାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ। ତାହା କଲେ ତୁମେମାନେ ଇସ୍ରାଏଲ ଛାଉଣିକି ବର୍ଜିତ କରିବ ଓ ତାହାକୁ ଦୁଃଖ ଦେବ। ଦେଖିଲ ତ, ଇସ୍ରାଏଲାଇଟ୍ ମାନେ ପରମେଶ୍ୱରଙ୍କ କଥାକୁ ମାନି ସେହି ଧାନକୁ ଛାଡ଼ି ଦେଇଥିଲେ ବୋଲି ଏହା ଗୋଟିଏ ସ୍ପଷ୍ଟ ସାକ୍ଷ୍ୟ। ଏହା ସହିତ ସେହି ଧାନ କୁଣ୍ଡା ଗୁଡ଼ିକୁ ପୁରା କରିଥିବା ଅବସ୍ଥାରେ ମିଳିଥିବା କଥା ଆଉ ଦୁଇଟି ବାଇବଲ ସତ୍ୟକୁ ପ୍ରମାଣ କରିଦେଲା। ଯେପରି ଯେହୋଶୁଆରେ ଜେରିକୋ ବିଷୟରେ ବର୍ଣ୍ଣନା ମିଳେ। ଫସ୍କା ପର୍ବ ଆସୁଥିବା ବସନ୍ତ ଋତୁରେ ପାସୋଭର ପର୍ବ ସମୟରେ ସେହି ଯୁଦ୍ଧ ଘଟିଥିଲା ବୋଲି ପ୍ରମାଣ ମିଳିଲା। ତା ସହିତ ସେହି ଘେରାଉ ମଧ୍ୟ ଯେହୋଶୁଆରେ କହିଥିବା ପରି କେବଳ 7 ଦିନ ମାତ୍ର ଚାଲିଥିଲା ବୋଲି ମଧ୍ୟ ସାବ୍ୟସ୍ତ ହେଉଛି। ଯଦି ମାସ ମାସ ଧରି ଯୁଦ୍ଧ ଚାଲିଥାନ୍ତା, ତେବେ ସେହି ସମସ୍ତ ଧାନକୁ ସେହି ସହରର ଲୋକମାନେ ଖାଇ ସମାପ୍ତ। ଯେହୋଶୁଆ 6:24 ଲେଖାଯାଇଛି, ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତ ସକଳ ବସ୍ତୁ ଅଗ୍ନିରେ ଧ୍ୱଂସ କଲେ। କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହରେ ଭଣ୍ଡାରରେ ରଖିଲେ। ଆର୍କିଓଲୋଜିକାଲ ଏକ୍ସକାଭେସନରେ ମିଳିଥିବା ସେହି ଛାର ହେଉଛି ଯେହୋଶୁଆ ସେହି ସହରକୁ ଅଗ୍ନିରେ ଜଳାଇଥିଲେ ବୋଲି ଦେଖାଉଥିବା ଏକ ଦୃଢ଼ ଭୌତିକ ପ୍ରମାଣ। ସେ ସମୟରେ ଜେରିକୋ ସହରର ଲୋକମାନେ ଆମେ ତିଆରି କରିଥିବା ଆକାଶ ସମାନ ଶକ୍ତିଶାଳୀ ପ୍ରାଚୀରକୁ କେହି ମଧ୍ୟ ଭାଙ୍ଗି ପାରିବେ ନାହିଁ ବୋଲି ଅହଙ୍କାରରେ ମଗ୍ନ ହୋଇଥିଲେ। ସେହି ଶକ୍ତିଶାଳୀ ପ୍ରାଚୀର ସେମାନଙ୍କୁ ରକ୍ଷା କରିବେ ବୋଲି ସେମାନେ ଅନ୍ଧ ଭାବେ ବିଶ୍ୱାସ କରିଥିଲେ। କିନ୍ତୁ କ'ଣ ଘଟିଲା? ମଣିଷର ଗର୍ବ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସାମ୍ନାରେ ଗୋଟିଏ କ୍ଷଣ ମଧ୍ୟ ଠିଆ ହୋଇ ରହିଲା ନାହିଁ। ଇସ୍ରାଏଲାଇଟ୍ ଲୋକମାନେ ବେପନ୍ସ ଧରିଲେ ନାହିଁ, ବାଣ ମଧ୍ୟ ଛାଡ଼ିଲେ ନାହିଁ। ସେମାନେ କେବଳ ପରମେଶ୍ୱରଙ୍କ କଥାକୁ ବିଶ୍ୱାସ କରି ନମ୍ରତା ସହିତ ଆଜ୍ଞାକୁ ପାଳନ କଲେ। ଯେପରି ବୁକ୍ ଅଫ୍ ଜୋଶୁଆରେ ବର୍ଣ୍ଣିତ ଅଛି, ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଦେ ଟ୍ରଷ୍ଟେଡ୍ ଇନ୍ କୋଲାପ୍ସଡ୍ ଲାଇକ୍ ଏ ହାଉସ୍ ଅଫ୍ କାର୍ଡସ୍। ସାବଧାନ ହେଇ ଶୁଣନ୍ତୁ, ଏହା କେବଳ ଗତ ଇତିହାସ ନୁହେଁ, ଆସନ୍ତା ଦିନରେ ଘଟିବାକୁ ଥିବା ବଡ଼ ବିନାଶ ପାଇଁ ଏକ ଭୟଙ୍କର ସତର୍କବାଣୀ। ସେ ସମୟରେ 7 ଜଣ ଯାଜକ 7ଟି ତୁରୀ ବଜାଇଥିବା ବେଳେ ଯେପରି ଜେରିକୋର ପ୍ରାଚୀର ସମତଳ ହୋଇଥିଲା, ସେହିପରି ଆସନ୍ତା ଦିନରେ ମଧ୍ୟ କିଛି ଏପରି ଘଟିବ ବୋଲି ସତର୍କ କରାଯାଉଛି। ବୁକ୍ ଅଫ୍ ରେଭେଲେସନରେ ଲେଖାଯାଇଥିବା ପରି 7 ଜଣ ଦେବଦୂତ ଆକାଶରେ 7ଟି ତୁରୀ ବଜାଉଛନ୍ତି। ତାପରେ ପାପରେ ପୂର୍ଣ୍ଣ ଏହି ପୃଥିବୀର ସମସ୍ତ ରାଜ୍ୟ ତୁମ ଆଖି ସାମ୍ନାରେ ଛାର ପରି ହୋଇଯିବ। ପ୍ରକାଶିତ ବାକ୍ୟ 11:15 ଲେଖାଯାଇଅଛି, ସମସ୍ତ ଦୂତ ତୁରୀ ଧ୍ୱନି କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ। ଆଜିର ପୃଥିବୀ ମଧ୍ୟ ଜେରିକୋ ସହର ପରି ହୋଇଯାଇଛି। ଟଙ୍କା, ଟେକ୍ନୋଲୋଜି, ପାପ ଓ ନାସ୍ତିକତାର ବଡ଼ ବଡ଼ ପ୍ରାଚୀର ତିଆରି କରି ଆମେ ବହୁତ ସୁରକ୍ଷିତ ବୋଲି ମଣିଷ ଭ୍ରମରେ ବୁଝୁଛନ୍ତି। ବି ଆଲର୍ଟ, ପରମେଶ୍ୱରଙ୍କ ଶେଷ ତୁରୀ ଧ୍ୱନି ଶୀଘ୍ର ବାଜିବାକୁ ଯାଉଛି। ପ୍ରଧାନ ଦୂତଙ୍କର ଶବ୍ଦ ଆକାଶକୁ କମ୍ପିତ କରିଦେବ। ସେହି ଶବ୍ଦ ଶୁଣାଯିବା ମାତ୍ରେ ମଣିଷମାନେ ଭରସା କରିଥିବା ଅହଙ୍କାରର ସମସ୍ତ ପ୍ରାଚୀର ଭାଙ୍ଗି ପଡ଼ିବ। ଆଜି ନିଜକୁ ନିଜେ ପଚାରନ୍ତୁ, ଆପଣ କାହା ପକ୍ଷରେ ଅଛନ୍ତି? ନଷ୍ଟ ହେବାକୁ ଥିବା ଜେରିକୋର ପ୍ରାଚୀର ପଛରେ ଲୁଚି ଏହି ପାପମୟ ଜଗତର ଭରସା କରି ବଞ୍ଚୁଛନ୍ତି କି? ନାକି ପରମେଶ୍ୱରଙ୍କ କଥାକୁ ବିଶ୍ୱାସ କରି ତାଙ୍କ ପକ୍ଷରେ ଦଣ୍ଡାୟମାନ ହେଉଛନ୍ତି? ନାକି ମୃତ୍ୟୁକୁ ଜୟ କରିଥିବା ସେହି ସତ୍ୟ ଉଦ୍ଧାରକ ଯୀଶୁଖ୍ରୀଷ୍ଟଙ୍କ ପକ୍ଷରେ ଆପଣ ଦଣ୍ଡାୟମାନ ଅଛନ୍ତି? ଆପଣ ଭରସା କରୁଥିବା ଏହି ଜାଗତିକ ପ୍ରାଚୀରମାନେ ଭାଙ୍ଗି ପଡ଼ିବା ପୂର୍ବରୁ ଆଖି ଖୋଲନ୍ତୁ, ପଶ୍ଚାତାପ କରନ୍ତୁ ଓ ସତ୍ୟ ସୁସମାଚାରକୁ ବିଶ୍ୱାସ କରନ୍ତୁ। ଆପଣଙ୍କ ପ୍ରାଣ ଓ ଜୀବନକୁ ରାଜାମାନଙ୍କର ରାଜା ଯୀଶୁଖ୍ରୀଷ୍ଟଙ୍କ ହାତେ ସମର୍ପଣ କରନ୍ତୁ। ସେ ମାତ୍ର ଆପଣଙ୍କୁ ଉଦ୍ଧାର କରିପାରିବେ। ବାଇବଲ କେବଳ ଗୋଟିଏ ପୁସ୍ତକ ନୁହେଁ, ଏହା ମଣିଷଙ୍କୁ ଜୀବନ ଦେଇଥିବା ସତ୍ୟ।